ଉଷୁମ ପାଣି ସହ କ'ଣ ଖାଇଲେ ଆଣ୍ଠୁ ଗଣ୍ଠି ରୋଗୀ ଚାଲି ପାରୁନଥିଲେ ଦୌଡ଼ିବ? ତ ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଆଜିର ପ୍ରଥମ ପ୍ରଶ୍ନଟି ହେଉଛି, ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ କ'ଣ ଖାଇଲେ ଦାନ୍ତ ଓ ଦାନ୍ତ ମାଢ଼ି ଯନ୍ତ୍ରଣା ଦୂର ହୋଇଥାଏ? ଅପସନ୍ ଏ ଅଦା, ଅପସନ୍ ବି ଲବଙ୍ଗ, ଅପସନ୍ ସି ଜାଇଫଳ ଏବଂ ଅପସନ୍ ଡି ରସୁଣ। ସୋ ଫ୍ରେଣ୍ଡସ୍, ଯଦି ଆପଣମାନେ ଏହି ପ୍ରଶ୍ନଗୁଡ଼ିକର ଆନ୍ସର୍ ଜାଣିଛନ୍ତି ତାହେଲେ କମେଣ୍ଟ ମାଧ୍ୟମରେ 5 ସେକେଣ୍ଡ ମଧ୍ୟରେ ଉତ୍ତରଗୁଡ଼ିକ ଦେଇପାରିବେ। ସମୟଟି ଆରମ୍ଭ ହେଉଛି ଏବେଠୁ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଲବଙ୍ଗ। ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଲବଙ୍ଗ ଖାଇଲେ ଦାନ୍ତ ଓ ଦାନ୍ତ ମାଢ଼ି ଯନ୍ତ୍ରଣା ଦୂର ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ପ୍ରତିଦିନ ସକାଳୁ କ'ଣ ଖାଇଲେ ଚେହେରା ଗ୍ଲୋ କରିଥାଏ? ଅପସନ୍ ଏ ଲେମ୍ବୁ, ଅପସନ୍ ବି ହଳଦୀ, ଅପସନ୍ ସି ମହୁ ଏବଂ ଅପସନ୍ ଡି ଖଜୁରୀ। ତ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଖଜୁରୀ। ପ୍ରତିଦିନ ସକାଳୁ ଖଜୁରୀ ଖାଇଲେ ଚେହେରା ଗ୍ଲୋ କରିଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ପ୍ରତିଦିନ କ୍ଷୀର ସହିତ ରୁଟି ଖାଇଲେ ମଣିଷର କ'ଣ ଶୀଘ୍ର ବଢ଼ିଥାଏ? ଅପସନ୍ ଏ ଉଚ୍ଚତା, ଅପସନ୍ ବି ଓଜନ, ଅପସନ୍ ସି ରକ୍ତ ଏବଂ ଅପସନ୍ ଡି ଶକ୍ତି। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଶକ୍ତି। ପ୍ରତିଦିନ କ୍ଷୀର ସହିତ ରୁଟି ଖାଇଲେ ମଣିଷର ଶକ୍ତି ଶୀଘ୍ର ବଢ଼ିଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। କ'ଣ ଅଧିକ ଖାଇବା ଦ୍ୱାରା କିଡନୀ ଖରାପ ହୋଇଥାଏ? ଅପସନ୍ ଏ ପଖାଳ, ଅପସନ୍ ବି କଫିନ୍, ଅପସନ୍ ସି କଦଳୀ ଏବଂ ଅପସନ୍ ଡି ଦହି। ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି କଫିନ୍। କଫିନ୍ ଅଧିକ ଖାଇବା ଦ୍ୱାରା କିଡନୀ ଖରାପ ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ପ୍ରତିଦିନ କ'ଣ ଖାଇଲେ ମଳକଣ୍ଟକ ରୋଗ କେବେ ବି ହୋଇନଥାଏ? ଅପସନ୍ ଏ ହଳଦୀ, ଅପସନ୍ ବି ମହୁ, ଅପସନ୍ ସି ଅମୃତଭଣ୍ଡା ଏବଂ ଅପସନ୍ ଡି କଦଳୀ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଅମୃତଭଣ୍ଡା। ପ୍ରତିଦିନ ଅମୃତଭଣ୍ଡା ଖାଇଲେ ମଳକଣ୍ଟକ ରୋଗ କେବେ ବି ହୋଇନଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। କ'ଣ ଖାଇଲେ ବ୍ଲଡ୍ ପ୍ରେସର ରୋଗ, ସୁଗାର ରୋଗ, କିଡନୀ ଷ୍ଟୋନ୍ ରୋଗ ଭଲ ହୋଇଥାଏ? ଅପସନ୍ ଏ ଅଦା ରସ, ଅପସନ୍ ବି କାଜୁ, ଅପସନ୍ ସି ମେଥି ଗୁଣ୍ଡ ଏବଂ ଅପସନ୍ ଡି ଲବଙ୍ଗ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ମେଥି ଗୁଣ୍ଡ। ମେଥି ଗୁଣ୍ଡ ଖାଇଲେ ବ୍ଲଡ୍ ପ୍ରେସର ରୋଗ, ସୁଗାର ରୋଗ ଏବଂ କିଡନୀ ଷ୍ଟୋନ୍ ରୋଗ ଭଲ ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ପ୍ରତିଦିନ ସକାଳେ କ'ଣ ଖାଇଲେ ପେଟର ଚର୍ବି କମିଯାଏ? ଅପସନ୍ ଏ ପାନମଧୁରୀ ଖାଇଲେ, ଅପସନ୍ ବି ମହୁ ଖାଇଲେ, ଅପସନ୍ ସି କଳା ଜିରା ଖାଇଲେ ଏବଂ ଅପସନ୍ ଡି ମାଣ୍ଡିଆ ଖାଇଲେ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ପାନମଧୁରୀ ଖାଇଲେ। ପ୍ରତିଦିନ ସକାଳେ ପାନମଧୁରୀ ଖାଇଲେ ପେଟର ଚର୍ବି କମିଯାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଶରୀରରେ ହିମୋଗ୍ଲୋବିନ୍ ବଢ଼ାଇବାକୁ ହେଲେ ପ୍ରତିଦିନ କେଉଁ ଶାଗ ଖାଇବା ଉଚିତ? ଅପସନ୍ ଏ ମେଥି ଶାଗ, ଅପସନ୍ ବି ସଜନା ଶାଗ, ଅପସନ୍ ସି ସୁନିସୁନିଆ ଶାଗ ଏବଂ ଅପସନ୍ ଡି ପୋଇ ଶାଗ। ଫ୍ରେଣ୍ଡସ୍, ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ଜାଣିବା ପୂର୍ବରେ ଯଦି ଆପଣମାନେ ଆମର ଚ୍ୟାନେଲକୁ ନୂଆ କରି ଭିଜିଟ୍ କରିଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ବଟନଟିକୁ ଦବାଇ ଅଲ୍ ଉପରେ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ କି ଯେତେବେଳେ ବି ଏହିପରି ଭିଡ଼ିଓ ଅପଲୋଡ଼ ହେବ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ସଜନା ଶାଗ। ଶରୀରରେ ହିମୋଗ୍ଲୋବିନ୍ ବଢ଼ାଇବାକୁ ହେଲେ ପ୍ରତିଦିନ ସଜନା ଶାଗ ଖାଇବା ଉଚିତ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। କେଉଁ ପତ୍ର ଖାଇଲେ ପେଟ ଗ୍ୟାସ୍ ଖୁବ୍ ଶୀଘ୍ର ଭଲ ହୋଇଥାଏ? ଅପସନ୍ ଏ ପିଜୁଳି ପତ୍ର, ଅପସନ୍ ବି ବେଲପତ୍ର, ଅପସନ୍ ସି ସଜନା ପତ୍ର ଏବଂ ଅପସନ୍ ଡି ତୁଳସୀ ପତ୍ର। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ବେଲପତ୍ର। ବେଲପତ୍ର ଖାଇଲେ ପେଟ ଗ୍ୟାସ୍ ଖୁବ୍ ଶୀଘ୍ର ଭଲ
ହୋଇଥାଏ। ସୋ ଫ୍ରେଣ୍ଡସ୍ ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। କେଉଁ ଫଳ ଖାଇବା ଦ୍ୱାରା ମଣିଷର ଟେନସନ୍ କମିଥାଏ? ଅପସନ୍ ଏ କମଳା, ଅପସନ୍ ବି ସେଓ, ଅପସନ୍ ସି ନଡ଼ିଆ ଏବଂ ଅପସନ୍ ଡି କଦଳୀ। ସୋ ଫ୍ରେଣ୍ଡସ୍ ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି କଦଳୀ। କଦଳୀ ଫଳ ଖାଇବା ଦ୍ୱାରା ମଣିଷର ଟେନସନ୍ କମିଥାଏ। ସୋ ଫ୍ରେଣ୍ଡସ୍ ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଅଣ୍ଡା ଖାଇବା ଦ୍ୱାରା ମଣିଷର କ'ଣ ଶୀଘ୍ର ବଢ଼ିଥାଏ? ଅପସନ୍ ଏ ସ୍ମରଣ ଶକ୍ତି, ଅପସନ୍ ବି ବୁଦ୍ଧି, ଅପସନ୍ ସି ଉଚ୍ଚତା ଏବଂ ଅପସନ୍ ଡି ଓଜନ। ସୋ ଫ୍ରେଣ୍ଡସ୍ ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଉଚ୍ଚତା। ଅଣ୍ଡା ଖାଇବା ଦ୍ୱାରା ମଣିଷର ଉଚ୍ଚତା ଶୀଘ୍ର ବଢ଼ିଥାଏ। ସୋ ଫ୍ରେଣ୍ଡସ୍ ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଡାଲଚିନି ଖାଇବା ଦ୍ୱାରା କେଉଁ ମାରାତ୍ମକ ରୋଗକୁ ଠିକ୍ କରିବାରେ ସାହାଯ୍ୟ କରିଥାଏ? ଅପସନ୍ ଏ ରକ୍ତଚାପ, ଅପସନ୍ ବି ପୋଲିଓ, ଅପସନ୍ ସି ଜଣ୍ଡିସ୍ ଏବଂ ଅପସନ୍ ଡି ଅର୍ଶ ରୋଗ। ସୋ ଫ୍ରେଣ୍ଡସ୍ ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ରକ୍ତଚାପ। ଡାଲଚିନି ଖାଇବା ଦ୍ୱାରା ରକ୍ତଚାପ ମାରାତ୍ମକ ରୋଗକୁ ଠିକ୍ କରିବାରେ ସାହାଯ୍ୟ କରିଥାଏ। ସୋ ଫ୍ରେଣ୍ଡସ୍ ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଦୁନିଆରେ ସବୁଠାରୁ ମିଠା ଓ ତାଜା ପାଣି କେଉଁ ଦେଶରେ ମିଳିଥାଏ? ଅପସନ୍ ଏ ଆମେରିକା ଦେଶରେ, ଅପସନ୍ ବି ଭାରତ ଦେଶରେ, ଅପସନ୍ ସି ବ୍ରାଜିଲ ଦେଶରେ ଏବଂ ଅପସନ୍ ଡି ଜାପାନ ଦେଶରେ। ସୋ ଫ୍ରେଣ୍ଡସ୍ ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ବ୍ରାଜିଲ ଦେଶରେ। ଦୁନିଆରେ ସବୁଠାରୁ ମିଠା ଓ ତାଜା ପାଣି ବ୍ରାଜିଲ ଦେଶରେ ମିଳିଥାଏ। ସୋ ଫ୍ରେଣ୍ଡସ୍ ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। କେଉଁ ପକ୍ଷୀ ଲଙ୍କା ଖାଇବାକୁ ପସନ୍ଦ କରିଥାଏ? ଅପସନ୍ ଏ କୋଇଲି, ଅପସନ୍ ବି ଶୁଆ, ଅପସନ୍ ସି ବାଦୁଡ଼ି ଏବଂ ଅପସନ୍ ଡି ପେଚା। ସୋ ଫ୍ରେଣ୍ଡସ୍ ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଶୁଆ। ଶୁଆ ପକ୍ଷୀ ଲଙ୍କା ଖାଇବାକୁ ପସନ୍ଦ କରିଥାଏ। ସୋ ଫ୍ରେଣ୍ଡସ୍ ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। କେଉଁ ଗଛ ସବୁଠାରୁ ଅଧିକ ଅମ୍ଳଜାନ ଦେଇଥାଏ? ଅପସନ୍ ଏ ବାଉଁଶ ଗଛ, ଅପସନ୍ ବି ବରଗଛ, ଅପସନ୍ ସି ଅସ୍ତ ଗଛ ଏବଂ ଅପସନ୍ ଡି ନିମ୍ବ ଗଛ। ସୋ ଫ୍ରେଣ୍ଡସ୍ ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଅସ୍ତ ଗଛ। ଅସ୍ତ ଗଛ ସବୁଠାରୁ ଅଧିକ ଅମ୍ଳଜାନ ଦେଇଥାଏ। ସୋ ଫ୍ରେଣ୍ଡସ୍ ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି ବା ଆଜିର ଶେଷ ପ୍ରଶ୍ନଟି। ଉଷୁମ ପାଣି ସହ କ'ଣ ଖାଇଲେ ଆଣ୍ଠୁଗଣ୍ଠି ବିନ୍ଧା ରୋଗୀ ଚାଲିପାରୁନଥିଲେ ଦୌଡ଼ିବ? ଅପସନ୍ ଏ ଡାଲଚିନି, ଅପସନ୍ ବି ତେଜପତ୍ର, ଅପସନ୍ ସି ଗୁଡ଼ ଏବଂ ଅପସନ୍ ଡି ଲୁଣ। ସୋ ଫ୍ରେଣ୍ଡସ୍ ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ଜାଣିବା ପୂର୍ବରେ ଯଦି ଆପଣମାନେ ଆମର ଚ୍ୟାନେଲକୁ ନୂଆ କରି ଭିଜିଟ୍ କରିଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ବଟନଟିକୁ ଦବାଇ ଅଲ୍ ଉପରେ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ କି ଯେତେବେଳେ ବି ଏହିପରି ଭିଡ଼ିଓ ଅପଲୋଡ଼ ହେବ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ସୋ ଫ୍ରେଣ୍ଡସ୍ ଏବେ ଦେଖିବା ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଲୁଣ। ଉଷୁମ ପାଣି ସହ ଲୁଣ ଖାଇଲେ ଆଣ୍ଠୁଗଣ୍ଠି ବିନ୍ଧା ରୋଗୀ ଚାଲିପାରୁନଥିଲେ ଦୌଡ଼ିବ। ସୋ ଫ୍ରେଣ୍ଡସ୍ ଆଜିର ଭିଡ଼ିଓଟି ଏଇଠି ଶେଷ କରୁଛି। ପୁଣି ଦେଖା ହେବା ପରବର୍ତ୍ତୀ ଭିଡ଼ିଓରେ। ଜୟ ଜଗନ୍ନାଥ।